ସକାଳୁ ସକାଳୁ କଲ୍‌ଟିଏ। ସୁରଜ ଭାବିଲା ଏତେ ସକାଳୁ ଏ ଥଣ୍ଡାରେ କିଏ? ଥାଉ ପରେ କଲ୍ କରିବି। କିନ୍ତୁ ସୁରଜର ମନ କାହିଁକି କେଜାଣି କଲ୍‌ଟିକୁ ବ୍ୟାକ୍ କଲା। ତାର ଜଣେ ସାଙ୍ଗ ପୁରୀରେ। ଭିଡିଓ କଲ୍‌ରେ ନୀଳଚକ୍ର ପତିତପାବନ ଦେଖାଇଲା। ସୁରଜ ଧନ୍ୟ ହୋଇଗଲା। ସକାଳୁ ସକାଳୁ ମହାପ୍ରଭୁଙ୍କ ଦର୍ଶନ। ହୃଦୟରୁ ସାଙ୍ଗକୁ ଧନ୍ୟବାଦଟିଏ ଦେଲା। ଆଖିରେ ଲୁହ ଆସିଗଲା। କିଛି ସମୟ ଶାନ୍ତ ହୋଇ ବସିଲା। ପରେ ଭାବିଲା କାଲିର କଥାଟି। ଗଲା କାଲି ପୁରୀ ଯିବ ବୋଲି ଭାବିଥିଲା। କିନ୍ତୁ ଜରୁରୀ କାମ। ରାତିରେ ଶୋଇଲା ବେଳେ ଜଗାର ଫଟୋକୁ ଦେଖି କହିଥିଲା, ଜଗାରେ ଯେବେ ବି ମୁଁ ତୋ ପାଖକୁ ଯିବାକୁ ଚାହେଁ କିଛି ନା କିଛି ଜରୁରୀ କାମ। ସବୁ ତ ତୋର ମାୟାରେ ହିଁ ହୁଏ। ତେଣୁ ଏଇ କାମଟି ବି ତୁ ହିଁ ଦେଇଥିବୁ। ତୁ ମୋ ପାଖକୁ ଆସିପାରିବୁ ଯଦି ଆସେ। ମୁଁ ତ ତୋ ପାଖକୁ ଯାଇପାରିଲିନି। ସରି ଏତକ କଥା। ଆଉ ସକାଳୁ ସକାଳୁ ଏଇ କଥା ପରା। ସେ ପରା ମୋ ମହାପ୍ରଭୁ। ମୁଁ ଯାଇ ନ ପାରିଲେ କ'ଣ ହେଲା? ସେ ତ ମୋ ପାଖକୁ ଆସିଗଲେ। ନିର୍ମଳ ହୃଦୟରେ ଥରେ ଡାକି ଦେଖନ୍ତୁ। ସୁରଜର ଆଜି ଦିନଟି ବହୁତ ଭଲରେ କଟିଲା। ସୁରଜ ହେଉଛି ଜଣେ ଭକ୍ତ।